ଜଣଙ୍କ ଘରେ ମୁଁ ପର୍ସନାଲ ଟ୍ୟୁସନ ଦେଉଥିଲି। ଦିଟା ପିଲା ପାଠ ପଢୁଥିଲେ ମୋ ପାଖରେ। ଗାଁ ଗହଳିରେ ଟଏଲେଟ ସୁବିଧା ନାହିଁ। ମୁଁ ତାଙ୍କ ଘର ପଛପଟକୁ ଯାଇଥିଲି ପାସ୍। ମୁଁ ଯୋଉଠି ପାସ୍ କରୁଥିଲି ମତେ ଲାଗିଲା ଜଣେ ମୋ ପଛରେ ଛିଡା ହେଇଛି। ମୁଁ ବୁଲି ଚାହିଁ ଦେଖେ ତ କେହି ନାହିଁ ସେଠି। ମୁଁ ଯାଇ ସେ ଘରର ଯିଏ ମେମ୍ବର, ମୁଁ ତାଙ୍କୁ ପଚାରିଲି ଯେ ଏମିତି କାହିଁ ସେଠି ଫିଲ୍ ହେଲା, ମୁଁ ଯୋଉଠି ପାସ୍ କରୁଥିଲି ସେଠି ଜଣେ ଲୋକଟେ କି ମୋ ପଛରେ ଛିଡା ହେବାର ମାନେ ଗୋଟେ ଫିଲ୍ ହେଲା, ଗୋଟେ ଛାଇର ଗୋଟେ ଦୃଶ୍ୟ ହେଲା। ମୁଁ ଯୋଉଠି କରୁଥିଲି ପାସ୍, ତାଙ୍କର ସେ ଚାଳ ଘର କାନ୍ଥକୁ ଲାଗି ଗୋଟେ ଛୋଟ ପିଣ୍ଡା, ସେଇ ଜାଗାରେ ସେ କହିଲା ଯେ ଆପଣ ଯୋଉଠି ପାସ୍ କରୁଥିଲେ ଠିକ ପଛପଟେ ମୋ ଶ୍ୱଶୁରର ଅସ୍ଥି ପୋତା ହେଇଛି। କିଛି ଲୋକ ନେଇକି ମରିଗଲା ପରେ ଲୋକଙ୍କୁ ନେଇକି ପୋଡ଼ି ଦିଅନ୍ତି, ଆଉ ତାଙ୍କର ଛୋଟ ଛୋଟ କିଛି ସନ୍ତକ ବାରିରେ ସମାଧି ଦିଅନ୍ତି, ପୁଣି ତାଙ୍କ ନିଜ ଚକଡ଼ାରେ କୋଉଠି ରଖନ୍ତି। ସେକେଣ୍ଡ, ଆଉ କେହି ସମ୍ପୂର୍ଣ୍ଣ ବଡିଟାକୁ ତାଙ୍କ ବାଡ଼ିରେ ସମାଧି ଦିଅନ୍ତି। ଏକଥା ମୁଁ କାହିଁକି କହୁଛି, ଏକଥାର ସମ୍ପୂର୍ଣ୍ଣ ତଥ୍ୟଟା ଭିଡ଼ିଓର ଶେଷରେ ପାଇବେ। ଦୟାକରି ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ। ସେଦିନର ଦୃଶ୍ୟ ମୋର ଏବେ ବି ମନେ ଅଛି। ସେଦିନ ବସନ୍ତ ଋତୁର ସମୟ ଥାଏ। ଦକ୍ଷିଣ ପଟରୁ ବହୁତ ବଢିଆ ପବନ ବହୁଥାଏ। ଗୋଟେ ଅତ୍ୟନ୍ତ ସୁନ୍ଦରୀ ଝିଅଟେ, ଅତି ସୁନ୍ଦର, ମୁଣ୍ଡ ଧୋଇକି ଯୋଉ କେଶ ମୁକୁଳା କରିକି ଗୋଟେ ହଳଦୀ ରଙ୍ଗର ଡ୍ରେସ୍ ପିନ୍ଧିଛି, ସତେ ଯେମିତି ପୃଥିବୀକୁ ଆକାଶରୁ ବୋଧେ ପରୀଟିଏ ଓହ୍ଲେଇ ଆସୁଛି। ମୁଁ ଆଉ ମୋ ପାଖରେ ଗୋଟେ ବଡ ପିଲାଟା ଥିଲା, ସେ ଝିଅର ସେ କ୍ଲାସମେଟ୍ ହବ। ଆମେ ଛିଡା ହେଇଥିଲୁ, ସେ ଝିଅଟି ସହିତ ସେ ମୋର ଯିଏ ସିନିୟର ଥିଲା ମୋ ସାଙ୍ଗରେ, ସେ ତା ସହିତ କଥା ହେଲା। ମତେ କହିଲା ଯେ ଇଏ ମୋ ସାଙ୍ଗ, ଦେଖୁଛୁ କେତେ ସୁନ୍ଦର ଦେଖିବାକୁ, ଆମ ସ୍କୁଲରେ ଆଠାରୁ କେହି ସୁନ୍ଦର ନାହାନ୍ତି। ଯେତେବେଳେ ଛୋଟଟେ ମୁଁ ବି ଦେଖିଲି ଯେ ହଁ, ପ୍ରକୃତିରେ ସେ ଆମ ଏରିଆରେ ସୁନ୍ଦର ଦେଖିବାକୁ, ବହୁତ ସୁନ୍ଦର ଦେଖିବାକୁ। ତାର ବର୍ଷେ 2 ବର୍ଷ ଖଣ୍ଡ ପରେ ମୁଁ ଶୁଣିଲି ଯେ ସେ ସୁନ୍ଦରୀ ଝିଅଟି ମରିଯାଇଛି। ଆମ ଗାଁରୁ, ଆମ ଗାଁ ପାଖ ସହରକୁ ଯିବା ନିଛାଟିଆ ଏକ ରାସ୍ତାରେ ନେଇ ତାକୁ ପୋଡ଼ିଛନ୍ତି। ପୋଡ଼ିଲା ପରେ ତାର କିଛି ଅଙ୍ଗ ରହିଯାଇଛି, ଜଳିନି। ସେ ରାସ୍ତା ମଝିରେ ଗୋଟେ ହୋମ୍ ପାଇପ୍ ଛୋଟ ଅଛି, ତା ଭିତରେ ପୁରେଇ ଦେଇଛନ୍ତି। ସେ ସେଇଠି ତା ସେ ବଡିଟା, ଅଧା ପୋଡ଼ା ବଡିଟା ପଡ଼ିଛି। ତା ପରଦିନ ଠାରୁ ସେଇ ରାସ୍ତାରେ ଯିଏ ଯିବ ସେଇଠି ହିଁ ପଡ଼ିବ। ପୁରା ସେ ଆମ ଏରିଆରେ ଚହଳ ପଡ଼ିଗଲା ଯେ ସେ ସେଇଠି ଅଛି। ଯିଏ ବି ସେ ରାସ୍ତା ପଟେ ଗଲା ସିଏ ଦୁର୍ଘଟଣାର ଶିକାର ହେଲା। କେତେବେଳେ ଷଣ୍ଢ ହେଇକି ତା ଆଗରେ ପଳେଇଯିବ, କେତେବେଳେ ଘୁଷୁରୁ ହେଇକି, କେତେବେଳେ ଛେଳି ହେଇକି, କେତେବେଳେ କାଉ ହେଇକି ଉଡ଼ିଯିବ। ପଡ଼ି ପାଡ଼ି ଛିଞ୍ଚତ୍ର ହେଇକି କିଏ ଗାଡ଼ି ଭାଙ୍ଗିଲା, ହାତ ଗୋଡ଼ ଭାଙ୍ଗିଲା। ଆମ ଗାଁର ଯିଏ ବିଶିଷ୍ଟ ଗୁଣିଆ, ତା ପୁଅ, ସିଏ 2 ଜଣ ଯାଉଥିଲେ, ସିଏ ବି ପଡ଼ିକି ତାଙ୍କ ଗୋଡ଼ ହାତ ଭାଙ୍ଗିଥିଲା। ଆମେ ଯେତେବେଳେ ଛୋଟ ହେଇଥିଲୁ, ମୁଁ ତ ସେ ଝିଅଟିକୁ ଦେଖିଛି। ଆମେ ସବୁ ଥରିକି ଡରିକି ହାଉଳି ଖାଇ ସଞ୍ଜଲେ ଘରେ ପଶୁ, କେହି ପଦାକୁ ବାହାରେ, କବାଟ ତାଟି ଦେଇକି ସବୁ ପଶୁ। ଆମେ ସେତେବେଳେ ଜାଣୁ ଯେ ଇଏ ଏଇ ପଟ ଦେଇକି ଯିବା ଆସିବା କରିବ। ଯେତେବେଳେ ଏଇପଟ ଦେଇ ଯିବା ଆସିବା କରିବ, ଆମର ପୁରା ଭୟ ସଞ୍ଜ ହେଲେ କବାଟ ଦେଇ ସବୁ ପଶିବୁ ଘରେ। ସେତେଭଳିଆ ଆମେ ବାପା ବୋଉକୁ ପଚାରୁ, ବାପାକୁ ବେସିକାଲି ପଚାରୁ ଯେ ବାପା, ସେ ଏଇପଟ ଦେଇକି ଯିବା ଆସିବା କରିବ, ସେ ଆତ୍ମା, ସେ କଣ ଆମ ଘର ଭିତରକୁ ପଶି ଆସିବନି? ଆମ ଘରକୁ ଦେଇ ଆମକୁ ଡରେଇବ, ଆମକୁ ମାରିବ, କଣ କରିବ? ବାପା ସେତେବେଳେ କହନ୍ତି ଯେ ସେ ଆମ ଚକଡାକୁ ଆସିପାରିବ ନାହିଁ। ମୁଁ କହେ ଯେ ବାପା, ସେ କାହିଁକି ଆମ ଚକଡାକୁ ଆସିପାରିବନି? ନା, ଆମର ଯିଏ ଅଛନ୍ତି ପିତୃପୁରୁଷ, ବାପାଙ୍କର ଯିଏ ବାପା, ଯିଏ ଜେଜ, ସେମାନେ ଅଲଗା ଆତ୍ମାକୁ ଆମ ଚକଡାକୁ ପୁରେଇ ଦେବେ ନାହିଁ।
ଜାଣିପାରେ ତ ମୁଁ କାହିଁକି ପ୍ରଥମେ କହିଥିଲି ଯୋଉ ଜଣକ ବାରି ପଛ ପଟେ ପାସ୍ କରୁଥିଲି କେହି ଜଣେ ଛିଡା ହେଇଥିଲା ମତେ ଫିଲ୍ ହେଲା। ଜାଣିଲେ ତ କାହିଁକି କହିଥିଲି? ଦର୍ଶକ ବନ୍ଧୁ, ଏ ଦୁନିଆରେ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହଉଛନ୍ତି ବାପା ମା। ବାପା ଛୋଟା ହେଲେ ବି, ବାପା ଅନ୍ଧ ହେଲେ ବି, ବାପା ଅଛନ୍ତି ମାନେ ତା ପୁଅର ଦୁନିଆରେ ସବୁଠାରୁ ବଡ ଶକ୍ତି ଅଛି ବୋଲି ଜାଣ। କହନ୍ତି ନା ବାପା ଥିଲା ପୁଅ ସବାରେ ହାରେନି, ମା ଥିଲେ ପୁଅ କାହାକୁ ଡରେ। ବାପା ମାଙ୍କର ଭ୍ୟାଲୁ ଏତେ, ବାପା ମା ଦୁନିଆରେ ନଥିଲେ ବି ତମର ସେ ସୁରକ୍ଷା ପାଇଁ ତାଙ୍କ ଆତ୍ମା ସବୁବେଳେ ତୁମ ପାଖେ ପାଖେ ଥାଏ। ତେଣୁକରି ବାପା ମାଙ୍କର ଭ୍ୟାଲୁ ବୁଝିବା ଦରକାର। ଏବେ କିନ୍ତୁ ଗୋଟେ ପୁଅ ବୋଲୁଛି ଗୀତ, ପାଉଁଶ ତଳୁ ମୁଁ ତତେ ଭଲ ପାଉଛି, ଧନ ମରିଯିବି ତୋ ବିନା। କେହି ଏଇ ପ୍ରେମରେ ବିଫଳ ହେଇକି ସୁଇସାଇଡ କରୁଛନ୍ତି। ଯାହା ପାଇଁ ତମେ ପ୍ରେମରେ ବିଫଳ ହେଇକି ସୁଇସାଇଡ କରୁଛ, ଯୋଉ ପୁଅ, ସିଏ ତମ ବାପା ମା ଠାରୁ ତମକୁ ଅଧିକ ଭଲ ପାଇପାରିବେ? ଏବେ ବହୁତ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ଯେ ବହୁତ ବାପା ବହୁତ ମା ଯାଇକି ଅନାଥ ଆଶ୍ରମରେ, କୋଉଠି ବୃଦ୍ଧା ଆଶ୍ରମରେ, କୋଉଠି ବଡ ଦାଣ୍ଡରେ, କୋଉଠି ଭିକ ମଗୁଛନ୍ତି ରାଜରାସ୍ତାରେ। ଦୁନିଆରେ ସବୁ କିଛି ମିଳିବେ, ଆଉ ବାପା ମା ମିଳିବେନି ଥରେ ହଜିଗଲେ।